हेलो फ्रेंड नमस्कार। ମୁଁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓକୁ। ଯେମିତିକି ଭିଡ଼ିଓ ଡେସ୍କ୍ରିପସନ୍ ଦେଇକି ଆପଣମାନେ ଜାଣିପାରିଥିବେ କି ଭିଡ଼ିଓଟି ହେଉଛି ଆର୍ଡି ସ୍କିମ୍ ବିଷୟରେ। ଆମେ ଏ ଭିଡ଼ିଓରେ ଆର୍ଡି ସ୍କିମ୍ ପୋଷ୍ଟ ଅଫିସର ଗୋଟେ ବେଷ୍ଟ ସ୍କିମ୍ ବିଷୟରେ କଥା ହେବା। ଆଉ ଆର୍ଡି ସ୍କିମ୍ ମାନେ ବହୁତ ଲୋକ ଜାଣିଥିବେ, କିନ୍ତୁ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କୁ କହୁଛି ଆର୍ଡି ସ୍କିମ୍ ମାନେ ହେଉଛି ରିକରିଂ ଡିପୋଜିଟ୍। ଚାଲନ୍ତୁ ଫ୍ରେଣ୍ଡ ଡେରି କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ହ୍ୱାଟ୍ ଇଜ୍ ଆର୍ଡି? ଆର୍ଡି ମାନେ କ'ଣ? ଆର୍ଡି ମାନେ ଯେମିତି ମୁଁ ଆପଣ ଭିଡ଼ିଓରେ ପ୍ରଥମେ କହିସାରିଛି, ରିକରିଂ ଡିପୋଜିଟ୍ କି କିଛି ପଇସାକୁ ଆପଣ ପ୍ରତି ମାସରେ ବାନ୍ଧିବାକୁ ତାକୁ ରିକରିଂ ଡିପୋଜିଟ୍ କୁହାଯାଏ। ଆଉ ଫିକ୍ସ ଡିପୋଜିଟ୍ ମାନେ ଆପଣ ଜାଣିଥିବେ ଗୋଟେ ଥର ପଇସା ବାନ୍ଧିବେ, ଯେ ମ୍ୟାଚୁରିଟିରେ ଯେତେ ବର୍ଷ ପାଇଁ ବାନ୍ଧିବେ ସେ ଯାଇକି ଉଠେଇ ପାରିବେ। ଆଉ ଆର୍ଡି ମାନେ ହେଉଛି ଆପଣ ପ୍ରତି ମାସରେ କିଛି କିଛି ପଇସା ଆପଣ ବାନ୍ଧିବେ। ଆଉ ଏଇ ଆକାଉଣ୍ଟଟା ଆପଣ କୋଉଠି କୋଉଠି ଖୋଲି ପାରିବେ? ପ୍ରଥମ ଯେଉଁ ବ୍ୟାଙ୍କରେ ଖୋଲି ପାରିବେ, ନଚେତ ଏନବିଏଫସି ବ୍ୟାଙ୍କରେ ଖୋଲି ପାରିବେ। ଏନବିଏଫସି ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ କି ପ୍ରାଇଭେଟ ବ୍ୟାଙ୍କରେ, ନହେଲେ ପୋଷ୍ଟ ଅଫିସରେ ବି ଆପଣ ଖୋଲି ପାରିବେ। ଆପଣ ତିନିଟା ଜାଗାରେ ଖୋଲି ପାରିବେ, ଯୋଉଠି ହେଲେ ଚାହିଁଲେ ସେଠି ଖୋଲି ପାରିବେ। ଆମେ ଏ ଭିଡ଼ିଓରେ ପୋଷ୍ଟ ଅଫିସ ବିଷୟରେ କଥା ହେବା। କୋଉମାନେ ଏ ଆକାଉଣ୍ଟ ଖୋଲି ପାରିବେ? ଆପଣ ଏ ଆକାଉଣ୍ଟ ଚାହିଁଲେ ସିଙ୍ଗଲ ବି ଖୋଲି ପାରିବେ, ନହେଲେ 2-3 ଜଣ ମିଶିକି ବି ଖୋଲି ପାରିବେ। ଯଦି ଆପଣଙ୍କ ବୟସ 10 ବର୍ଷରୁ କମ୍ ହେଇଛି, ତା ଆପଣ ଗାର୍ଡିଆନକୁ ନୋମିନି ରଖି ଖୋଲି ପାରିବେ। ଗାର୍ଡିଆନକୁ ରଖିବାଟା ବାଧ୍ୟତାମୂଳକ। ଆଉ ଯଦି ଆପଣ 10 ବର୍ଷରୁ ଅଧିକ ଅଛନ୍ତି ତାହେଲେ ବି ଆପଣ ସିଙ୍ଗଲ ଖୋଲି ପାରିବେ। ଏ ଆକାଉଣ୍ଟ ଆପଣ କୋଉଠି ଖୋଲି ପାରିବେ? ଏଇଟା ଆପଣ ଚାହିଁଲେ ଅନଲାଇନ ବି ଖୋଲି ପାରିବେ, ନଚେତ ଅଫଲାଇନ ପୋଷ୍ଟ ଅଫିସ ଯାଇକି ବି ଖୋଲି ପାରିବେ। ଆପଣ ଯୋଉଠି ଚାହିଁବେ ସେଠି ଖୋଲି ପାରିବେ। ଏଠି ଆମେ ଦେଖିବା ଗୋଟେ ଲୋକ କେତେଟା ଆକାଉଣ୍ଟ ଖୋଲି ପାରିବ। ଆପଣ ଗୋଟେ ଲୋକ ନୋ ଲିମିଟ କେତେ ବି ଆକାଉଣ୍ଟ ଖୋଲି ପାରିବେ। ମାନେ ଆପଣଙ୍କୁ ମାସକୁ 1000 ଟଙ୍କାର ଆକାଉଣ୍ଟ ଖୋଲିଛନ୍ତି। ଯଦି 1000 ଟଙ୍କାର ଆକାଉଣ୍ଟ ଖୋଲିଛନ୍ତି, ଆପଣ ଯଦି ଚାହିଁବେ ଆକାଉଣ୍ଟରେ ପଇସା ବଢେଇବାକୁ, ଆପଣ ଏ ଆକାଉଣ୍ଟ ବଢେଇ ପାରିବେ। ଏଇ ଆକାଉଣ୍ଟ ଆପଣ କଣ୍ଟିନ୍ୟୁ କରିବାକୁ ପଡିବ, କିନ୍ତୁ ଆପଣ ଚାହିଁଲେ ଆଉ ଗୋଟେ ଆକାଉଣ୍ଟ ବି ଆ ସାଇଡରେ ଖୋଲି ପାରିବେ। ଆଉ ଗୋଟେ ଆକାଉଣ୍ଟ ଯଦି ଆପଣ 2000 ଚାହୁଁଛନ୍ତି 2000 ଖୋଲି ପାରିବେ। 2000 କେମିତି ଖୋଲିବେ? ଯଦି ଆପଣଙ୍କ ପଇସା ଯଦି ବଢି ଯାଉଛି, ଆପଣ ଚାହିଁବେ ଏ ଆକାଉଣ୍ଟରେ ଆପଣ ପ୍ଲସ୍ କରିକି ଆର ମାସରୁ 2000 ବାନ୍ଧିବାକୁ, ତାହେଲେ ଆପଣ ବାନ୍ଧି ପାରିବେନି। ଆପଣଙ୍କୁ ସେଥିପାଇଁ ଆଉ ଗୋଟେ ଆକାଉଣ୍ଟ ଖୋଲିବାକୁ ପଡିବ। ସିଏ ନେଇକି ଆପଣ କେତେ ବି ଆକାଉଣ୍ଟ ଖୋଲି ପାରିବେ। ଏଠି ଆମେ କଥା ହବା ଡିପୋଜିଟ୍ ଲିମିଟ୍ ଆଣ୍ଡ ରୁଲ୍ ବିଷୟରେ। ଆପଣ ଆକାଉଣ୍ଟ ଖୋଲିବାକୁ ଗଲେ ଆପଣ ଏଠି କ୍ୟାସ୍ ଦେଇପାରିବେ କି ଚେକ୍ ବି ଦେଇପାରିବେ। ଆପଣ ଯଦି ପ୍ରଥମ ମାସରେ ଆର୍ଡି କରୁଛନ୍ତି, ଆପଣ ମିନିମମ୍ 100 ଟଙ୍କା ବାନ୍ଧିବାକୁ ପଡିବ। ଆପଣ 100 ଟଙ୍କା ଉପରକୁ କରିପାରିବେ, କିନ୍ତୁ ଆପଣ ମିନିମମ୍ 100 ଟଙ୍କା କରିବାକୁ। କିନ୍ତୁ ଗୋଟେ ଥର 100 ଟଙ୍କା କଲା ପରେ ଆପଣ ସେ 100 ଟଙ୍କା ହିଁ କଣ୍ଟିନ୍ୟୁ କରିପାରିବେ। ତା ଉପରକୁ ଆପଣ ବଢେଇ ପାରିବେନି। ତା ଉପରକୁ ବଢେଇବାକୁ ଗଲେ ଆପଣ ଯେମିତି ମୁଁ ପ୍ରଥମେ କହିଲି, ଆପଣ ଆଉ ଗୋଟେ ଆକାଉଣ୍ଟ ଖୋଲିବାକୁ ପଡିବ। ମ୍ୟାକ୍ସିମମ୍ କିଛି ଲିମିଟ୍ ନାହିଁ, ଆପଣ 100 ଟଙ୍କା ନେଇକି 1,00,000 ଟଙ୍କା ପର୍ଯ୍ୟନ୍ତ ଖୋଲି ପାରିବେ। ଏଠି ଆପଣ ଦିଟା ସାଇକେଲ ଅଛି। ଆପଣ ଯଦି ଆକାଉଣ୍ଟ ଖୋଲୁଛନ୍ତି 1 ରୁ 15 ତାରିଖ, ତାହେଲେ 1 ତାରିଖରୁ 15 ତାରିଖ ଭିତରେ ହିଁ ଆପଣଙ୍କୁ ପଇସା ଭରିବାକୁ ପଡିବ। ଯଦି ଆପଣ ଖୋଲୁଛନ୍ତି 16 ତାରିଖରୁ 30 ତାରିଖ ଭିତରେ, ତ ଆପଣ 16 ତାରିଖ ନେଇକି ଯାଇ 30 ତାରିଖ ଭିତରେ ହିଁ ପଇସା ପ୍ରତି ମାସରେ ବାନ୍ଧିବାକୁ ପଡିବ। ଏଇଟା ହଉଛି ରୁଲ। ଏଠି ଯଦି ଯଦି ଆପଣ ଗୋଟେ ମାସରେ କୋଉ ମାସରେ ପଇସା ବାନ୍ଧି ପାରିଲେନି, କିଛି ଅସୁବିଧା ହେଇଛି, ତାହେଲେ ଆପଣଙ୍କୁ କଣ ଫାଇନ ଲାଗିବ ଆଉ କେମିତି ସେଟାକୁ ସଲ୍ଭ କରିବେ। ଆପଣ ଯଦି ଗୋଟେ ମାସରେ ପଇସା ବାନ୍ଧି ପାରିଲେନି, ସେଥିପାଇଁ ଆମକୁ 1% ଇଣ୍ଟରେଷ୍ଟ ଲାଗିବ। ଦ ପେନାଲ୍ଟି କୁହାଯାଏ। 1% ମାନେ ଆପଣ ଯଦି 1000 ଟଙ୍କାର ଆକାଉଣ୍ଟ ଖୋଲିଛନ୍ତି, ତାହେଲେ ଆପଣଙ୍କୁ 1% ପେନାଲ୍ଟି ଲାଗିବ। 1% ବେଲେ 10 ଟଙ୍କା। ଆପଣ ଏଇ ମାସରେ 10 ଟଙ୍କା ପେନାଲ୍ଟି ଲାଗିଲା, ଆପଣ ଆର ମାସକୁ ଚାହିଁଲେ ନେକ୍ସଟ ମନ୍ଥରେ ଆପଣ ଏଇଟୁକୁ ଏଇ ମାସର 1000 ଆଉ ଆର ମାସର 1000, ତ 2000 ମିଶିକି ବାନ୍ଧି ପାରିବେ। ଆଉ ଏଇ 10 ଟଙ୍କା ଯୋଉ ଫାଇନ୍ ଅଛି, ଟୋଟାଲ 2010 ଟଙ୍କା ବାନ୍ଧିବାକୁ ପଡିବ ଆପଣଙ୍କୁ। ସେମିତି ଆପଣ ଚାହିଁଲେ ଟୋଟାଲ 4 ମାସ ଆପଣ ଡିଫଲ୍ଟ ହେଇପାରିବେ, କିନ୍ତୁ 4 ମାସରୁ ଯଦି ଆପଣ 5 ମାସ ହଉଛନ୍ତି, ତାହେଲେ ଆପଣ ଆକାଉଣ୍ଟକୁ ଡିସକଣ୍ଟିନ୍ୟୁ କରିଦେବେ। ଆଉ ଆପଣ ଯେତିକି ପଇସା ଆପଣ ବାନ୍ଧିଥିବେ ତାର ଇଣ୍ଟରେଷ୍ଟ ରେଟ୍ ହିଁ ଆପଣ ପାଇବେ। ଆପଣ ଚାହୁଁଛନ୍ତି ଆପଣଙ୍କ କୁଆଡେ ପଇସା ଆସିଲାରି, ଆପଣ ଏକାଥରେ ପଇସା ଭରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏକାଥରେ ବି ଭରି ପାରିବେ। ତା ପାଇଁ ଆପଣଙ୍କୁ ଡିସକାଉଣ୍ଟ ବି ମିଳିପାରିବ। ଆପଣ ଚାହିଁବେ 5 ବର୍ଷ ଯାକର ପଇସା ବି ଏକାଥରେ ଡିପୋଜିଟ୍ କରିପାରିବେ, କିନ୍ତୁ ଆପଣ 5 ବର୍ଷ ଡିପୋଜିଟ୍ କାହିଁ କରିବେ? 5 ବର୍ଷ ଯଦି ଡିପୋଜିଟ୍ ଆପଣଙ୍କ ପଇସା ଅଛି, ତାହେଲେ ଆପଣ ଏଫଡି କରିଦିଅନ୍ତୁ, ଅଧିକ ଇଣ୍ଟରେଷ୍ଟ ମିଳିବ। ଏଥିରେ କାହିଁ କରିବେ? ଯଦି ଆପଣ 6 ମାସର ଆଟଲିଷ୍ଟ ଏକାଥରେ ପେ କରୁଛନ୍ତି, ତାହେଲେ ଆପଣଙ୍କୁ 10% ଛୁଟ ମିଳିବ। 10% ବି କେମିତି ମିଳିବ? ଆପଣ ପ୍ରତି ମାସ ଯଦି ଆପଣ ମାନି ନିଅନ୍ତୁ 1000 ଟଙ୍କା କରୁଛନ୍ତି, ତାହେଲେ ଆପଣ 6 ମାସରେ 6000 ପେ କରିବା କଥା। ତ ଆପଣ 6000 ନ କରିକି ଆପଣ 10% ଗଲେ ଗୋଟେ ମାସରେ 10%, ସେଇଟା ହିଁ ଆପଣଙ୍କୁ ଛୁଟ ମିଳିବ। ତାହେଲେ ଆପଣଙ୍କୁ 5900 ଟଙ୍କା ଭରିବାକୁ ପଡିବ।
ଏମିତି ଆପଣ ଯଦି 6, 7, 8, 9, 10, 11 ମାସ ଯାକେ ପେ କରୁଛନ୍ତି ତାହେଲେ ଆପଣଙ୍କୁ 10% ହିଁ ମିଳିବ। ଯଦି ଆପଣ 12 ମାସର ପେ କରିଦଉଛନ୍ତି ଏକାଥରେ ଗୋଟେ ବର୍ଷର, ତାହେଲେ ଆପଣଙ୍କୁ 40% ର ଛୁଟ ମିଳିବ। ଆଉ 40% ଛୁଟ ବେଲେ ଆପଣ ସେ 1000 ଲେଖା ମାସକୁ ହେଲେ 1000 ଏଇ 1000 ଲେଖା ଯୋଉ ମାସକୁ ଗଲା ଆପଣ 1000 × 12 ଇକ୍ୱାଲ ଟୁ ହବ ଆପଣଙ୍କୁ 12,000। କିନ୍ତୁ 12,000 ରୁ ଆପଣଙ୍କୁ ଛୁଟ ମିଳିବ 40%। 1000 40%, ଗୋଟେ ମାସରେ ହିଁ 40% ମିଳିବ। ତ ଆପଣ ଗୋଟେ ମାସରୁ 40% ହେଲେ 400 ଟଙ୍କା। 400 ଟଙ୍କା ଛୁଟ ମିଳିବ। 400 ଟଙ୍କା ଛୁଟ ମିଳିଲେ ଆପଣଙ୍କୁ ଭରିବାକୁ ପଡିବ 11,600 ଟଙ୍କା। ଆପଣ 11,600 ଭରିବାକୁ ପଡିବ। ସେଠି ଆମର ଦଉଛି ଲୋନ। ଯଦି ଆପଣ କିଛି ଏମର୍ଜେନ୍ସି ପଡିଯାଉଛି କି ମେଡିକାଲ ଅସୁବିଧା ପଡିଯାଉଛି, ଆପଣ କେତେ ଟଙ୍କା ସେ ଆରଡି ଉଠେଇ ପାରିବେ। ଆରଡିରୁ ଟଙ୍କା ହିଁ ଉଠେଇ ପାରିବେନି ଆପଣ, ଯଦି କ୍ଲୋଜ କରି ତାପରେ ଉଠେଇ ପାରିବେ। ଆପଣ ଏଠି ଉଠେଇବାକୁ ହେଲେ ଆପଣ ଏଠି କିଛି ନିୟମ ଅଛି, ସେ ନିୟମକୁ ମାନିବାକୁ ପଡିବ। ଆପଣ ଏଠି ଲୋନ ଉଠେଇବାକୁ ହେଲେ ଆପଣ ମିନିମମ୍ 12 ମାସ ହବା ଦରକାର ଏଟାକୁ ଖୋଲିଥିବାର ଆଉ ଡିପୋଜିଟ କରିଥିବାର, ମାନେ ଗୋଟେ ବର୍ଷ। ଆଉ ସେଥିରେ ଆପଣ ଯେତିକି ଆମାଉଣ୍ଟ ଥିବ, ମାନି ନିଅନ୍ତୁ ଆପଣ ଯଦି ଏଥିରେ 90,000 ଟଙ୍କା ବାନ୍ଧିଛନ୍ତି, ଏ 90,000 ଟଙ୍କା ବାନ୍ଧିଛନ୍ତି, ଆପଣ ସେଥିରୁ 50% ମିଳିବ। 50% ବେଲେ ଆପଣଙ୍କୁ ମିଳିବ 45,000 ଟଙ୍କା। ଆପଣ 45,000 ଟଙ୍କା ଉଠେଇ ପାରିବେ ଏଥିରୁ। ଆଉ ଆପଣ ଏଇ 45,000 ଟଙ୍କା ଗୋଟେ ମାସରେ କରି ସୁଝି ପାରିବେ, ଏକାଥରେ ସୁଝି ପାରିବେ। ନାଇଁ ଆପଣ ଚାହୁଁଛନ୍ତି ସୁଝି ପାରୁନାହାନ୍ତି, ଆପଣ ଯେତେବେଳେ ମ୍ୟାଚୁର ଡେଟ୍ ଆସିବ, ସେ ମ୍ୟାଚୁର ଡେଟ୍ ଯାଇକି ଆପଣ ଏଠିକି କ୍ଲୋଜ କରିପାରିବେ। ସେଟାକୁ ଆପଣ ଏଥିରେ ମାଇନସ କରିବେ, ବାକି ପଇସା ଆପଣ ଉଠେଇ ପାରିବେ। ସେଥିରେ ଆପଣ ଇଣ୍ଟରେଷ୍ଟ ଲାଗିବ 2%। ଯୋଉ ଆପଣ ଆରଡିରେ ଇଣ୍ଟରେଷ୍ଟ ପାଉଛନ୍ତି ତା ଉପରେ ଆପଣ 2% ଦେବାକୁ ପଡିବ। ଯଦି ଆପଣ ଆରଡିରେ 6%, 7% ପାଉଛନ୍ତି, ତାହେଲେ ଆପଣ 9% ଇଣ୍ଟରେଷ୍ଟ ଦେବାକୁ ପଡିବ। ପ୍ରି ମ୍ୟାଚୁର କରିବାକୁ ଚାହୁଁଛନ୍ତି, କେମିତି କରିବେ? ପ୍ରି ମ୍ୟାଚୁର ମାନେ ଆପଣ ଜାଣିଥିବେ, ଯଦି ଆପଣ 5 ବର୍ଷର ପାଇଁ ଆକାଉଣ୍ଟ ଖୋଲୁଛନ୍ତି, ତା ପୂର୍ବରୁ ଆପଣ ପ୍ରି ମ୍ୟାଚୁର କେମିତି କରିପାରିବେ? ଏ ଆକାଉଣ୍ଟ ଆପଣ ଜାଣିଛନ୍ତି 5 ବର୍ଷ ହିଁ ଖୋଲିବାକୁ ପଡିବ ଆରଡି ଆକାଉଣ୍ଟ ଗଲେ। ଆପଣ ଆକାଉଣ୍ଟ 5 ବର୍ଷର ହଉଛି, ଆପଣ ପ୍ରି ମ୍ୟାଚୁର କରିବାକୁ ଗଲେ ଆପଣ ମିନିମମ୍ 3 ବର୍ଷ ବାନ୍ଧିବା ଦରକାର। ଆକାଉଣ୍ଟ 3 ବର୍ଷ ହବା ଦରକାର। ପରମାନେଣ୍ଟ କ୍ଲୋଜ କଲେ ଆପଣଙ୍କୁ ସେଭିଂ ଆକାଉଣ୍ଟର ଇଣ୍ଟରେଷ୍ଟ ରେଟ୍ ହିଁ ମିଳିବ, ତାଠୁ ଅଧିକ ମିଳିବନି। ଆଉ ଆରଡି ଇଣ୍ଟରେଷ୍ଟ ରେଟ୍ ତ କେବେ ହିଁ ମିଳିବନି। ପୋଷ୍ଟ ଅଫିସର ସେଭିଂ ଆକାଉଣ୍ଟର ଇଣ୍ଟରେଷ୍ଟ ରେଟ୍ ହଉଛି 4%। ଏତିକି ଟଙ୍କା ହିଁ ଆପଣଙ୍କୁ ମିଳିବ। ଆପଣ ଯେବେ ବି କ୍ଲୋଜ କରନ୍ତୁ ସେତିକି ମିଳିବ। ଯଦି ଆପଣ 3 ବର୍ଷର କରନ୍ତୁ କି ଆପଣ ଗୋଟେ ଦିନ ବାକି ଥିବ ମ୍ୟାଚୁରକୁ, ସେବେ ବି ଆପଣ କ୍ଲୋଜ କରିଦେଲେ, ତାହେଲେ ଆପଣଙ୍କୁ ଏତିକି ମିଳିବ। ଏଥିରେ ଦେଇଛି, ଯଦି ଆପଣ ଆଡଭାନ୍ସ ଡିପୋଜିଟ କରିଦେଇଛନ୍ତି, ମାନେ ଆମ ଆକାଉଣ୍ଟକୁ 3 ବର୍ଷ ହେଇଯାଇଛି। 3 ବର୍ଷ ହେଲା ପରେ ଆପଣ ଯଦି 3 ବର୍ଷ ପରେ ଆପଣ ଯଦି ଆଉ 6 ମାସର ଭରି ଦେଇଛନ୍ତି, 3 ବର୍ଷ 6 ହେଲେ 42 ମାସ ହେଇଗଲେ ଆପଣ ଆକାଉଣ୍ଟ ଯଦି କ୍ଲୋଜ କରିବାକୁ ଚାହିଁବେ, ଆପଣ କ୍ଲୋଜ କରିପାରିବେନି। ଆପଣ ଟୋଟାଲ ଯେତିକି ପଇସା ଭରିଥିବେ 3 ବର୍ଷ 6 ମାସେ, ଟୋଟାଲ 42 ମାସେ ଆପଣଙ୍କୁ ୱେଟ୍ କରିବାକୁ ପଡିବ ଗୋଟେ ଇଏ କରିବାକୁ, କ୍ଲୋଜ କରିବାକୁ ହେଲେ ଆକାଉଣ୍ଟ। ଆପଣ ମ୍ୟାଚୁରିଟି କେବେ ପାଇବେ? ମ୍ୟାଚୁରିଟି ଆପଣ ଜାଣିଥିବେ 5 ବର୍ଷ ହେଲେ ହିଁ ପାଇବେ। 5 ମାସରେ 60 ମାସ ଅଛି। 60 ମାସରେ ମାନେ 5 ବର୍ଷ। ଆପଣ ଏଥିରେ ଗୋଟେ ଜିନିଷ ଭଲ ପାଇବେ କି ଆପଣ 5 ବର୍ଷ ପରେ ସେମ୍ ଇଣ୍ଟରେଷ୍ଟ ରେଟ୍ରେ ଆପଣ ଏ ଆକାଉଣ୍ଟକୁ ଏକ୍ସଟେଣ୍ଡ ବି କରିପାରିବେ। ଆପଣ ଚାହିଁଲେ ଆଉ 5 ବର୍ଷ ବି ଏଟାକୁ ଘୁଞ୍ଚେଇ ଦେଇପାରିବେ। ଆପଣ ଏଥିରେ 2ଟା ଅପସନ ମିଳିବ, ୱିଥଆଉଟ୍ ଡିପୋଜିଟ, ୱିଥ୍ ଡିପୋଜିଟ। ମାନେ ଆପଣ ପ୍ରତି ମାସ ପଇସା ବାନ୍ଧି ପାରିବେ, ନ ବାନ୍ଧିକି ଆପଣ ସେମିତି ବି ଏକ୍ସଟେଣ୍ଡ କରିପାରିବେ। ଯୋଉ ପଇସା ଆପଣ 5 ବର୍ଷରେ ଇଣ୍ଟରେଷ୍ଟ ସହିତ ହେଇଥିବ, ସେଇ ପଇସାକୁ ଆପଣ ଏକାଠି କରିକି ସେ ପଇସାରେ ଆପଣ ଏକ୍ସଟେଣ୍ଡ କରିପାରିବେ। କିନ୍ତୁ ମୋ ହିସାବରେ ଆପଣ ଏଠି ଏକ୍ସଟେଣ୍ଡ କରିବାକୁ ହେଲେ ପଇସା ବାନ୍ଧିବାଟା ଭଲ, ନ ବାନ୍ଧିଲେ ନାହିଁ। ନ ବାନ୍ଧିଲେ ଆପଣ ଏତେ କାହିଁ କରିବେ? ଆପଣ ଚାହିଁଲେ ତ ବି କରିପାରିବେ, ଏଫଡିରେ ଅଧିକ ଇଣ୍ଟରେଷ୍ଟ ରେଟ୍ ମିଳିବ। ଏଠି ବି ସେଇଭଳିଆ ରୁଲ। ଆପଣ ଯଦି ଏଟାକୁ ପ୍ରି ମ୍ୟାଚୁର କ୍ଲୋଜ କରି ଦେଉଛନ୍ତି, ଏକ୍ସଟେଣ୍ଡ କଲା ପରେ ଯଦି ଆପଣ ବର୍ଷ 2 ବର୍ଷ ପରେ ବନ୍ଦ କରୁଛନ୍ତି, ତାହେଲେ ଆପଣ ମିନିମମ୍ 3 ବର୍ଷ ଦରକାର। ଆଉ 3 ବର୍ଷର ରେଟ୍ରେ ଆପଣ 3 ବର୍ଷ ହେଇଗଲେ 3 ବର୍ଷର ଆପଣ ଆରଡିର ଯୋଉ ମାସ ହେଇଥିବ, ବର୍ଷ ପରେ ଯୋଉ ମାସଟା ଥିବ, ମାନେ 3 ବର୍ଷ ହେଇଗଲା ଆଉ 6 ମାସ କି 4 ମାସ ହେଲା, 4 ମାସର ଆପଣ ସେଭିଂ ରେଟ୍ରେ ଇଣ୍ଟରେଷ୍ଟ ପାଇବେ। ଯଦି ଆପଣଙ୍କର ଆକାଉଣ୍ଟ ହୋଲ୍ଡର କେବେ ବି ଡେଥ୍ ହେଇଯାଉଛି, ଆପଣ ମରିଯାଉଛନ୍ତି, ତାହେଲେ ଆପଣ ଯୋଉ ନୋମିନି ଥିବ, ସେ ଚାହିଁଲେ ଆପଣ ଆକାଉଣ୍ଟକୁ କ୍ଲୋଜ ବି କରିପାରିବ, ନଚେତ କଣ୍ଟିନ୍ୟୁ ବି କରିପାରିବ। ସେ ଚାହିଁଲେ ଆପଣ ଆକାଉଣ୍ଟକୁ କ୍ଲୋଜ କରି ଆପଣ ପଇସା ବି ନେଇପାରିବ, ନହେଲେ ଆପଣ ଆକାଉଣ୍ଟକୁ ଆହୁରି ଏକ୍ସଟେଣ୍ଡ କରି ସିଏ ବି ବାନ୍ଧି ପାରିବେ। ଆପଣ ଯୋଉ ବର୍ଷର 5 ବର୍ଷ 3 ବର୍ଷରେ ଆପଣଙ୍କ କିଛି ହେଇଯାଉଛି, ତାହେଲେ ଆଉ 2 ବର୍ଷ ଆପଣ ଯାହାକୁ ନୋମିନି ରଖିଦିଏ, ସିଏ ଆପଣଙ୍କ ଆକାଉଣ୍ଟକୁ 2 ବର୍ଷ ଆହୁରି ଏକ୍ସଟେଣ୍ଡରେ ବାନ୍ଧି ପାରିବ।
ଇଣ୍ଟରେଷ୍ଟ ରେଟ୍ କ'ଣ 1 ନଭେମ୍ବରରୁ 30 ଡିସେମ୍ବର 2025 ଯାଏଁ ଆପଣ ଇଣ୍ଟରେଷ୍ଟ ରହୁଛି 6.7%। କ୍ୱାର୍ଟରଲି ପଇସା ମିଳିବ ଆଉ କମ୍ପାଉଣ୍ଡ ହେଇଯିବ। କ୍ୱାର୍ଟରଲି ମାନେ 3 ମାସରେ, ଯେ ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ଆପଣଙ୍କୁ ପଇସା ମିଳିବ, ଏପ୍ରିଲରୁ ଆପଣଙ୍କ ଏଠି ମୂଳଧନରେ ମିଶିଯିବ। ଆଶା କରୁଛି ସାଙ୍ଗମାନେ ଆପଣଙ୍କୁ এই ଭିଡ଼ିଓଟି ବହୁତ ହି ପସନ୍ଦ ଆସିଥିବ। ଯଦି ଆପଣଙ୍କୁ এই ଭିଡ଼ିଓ ଟିକେ ବି ପସନ୍ଦ ଆସିଛି ଆଉ ଏମିତି କଣ୍ଟେଣ୍ଟ ଆପଣ ଆଗକୁ ଦେଖିବାକୁ ଚାହୁଁଛନ୍ତି ଏଇ ଚ୍ୟାନେଲରେ, ତ ପ୍ଲିଜ୍ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ କଲେ और ପାଖରେ ଥିବା ବେଲ୍ ଆଇକନକୁ ଅଲରେ କ୍ଲିକ୍ କରିଦେବେ କି ଯେବେ ବି ମୋ ନୂଆ ଭିଡ଼ିଓ ଆସିବ ଆପଣଙ୍କ ନୋଟିଫିକେସନ ପହଞ୍ଚିବ। ସେତେ ପର୍ଯ୍ୟନ୍ତ ମୁଁ ରହୁଛି, ପୁଣି ଆମମାନଙ୍କ ପାଖକୁ ଆସିବି ଗୋଟେ